ରୋଲିଂ। ଆଖିର ଲୁହ ତିନି ପ୍ରକାରର। ଗୋଟାଏ ହେଉଛି ବେଦନା ଅଶ୍ରୁ, ଆଉ ଗୋଟାଏ ହେଉଛି ବିରହ ଅଶ୍ରୁ, ଆଉ ଗୋଟେ ହେଉଛି ବନ୍ଦନା ଅଶ୍ରୁ। ବିରହ ଅଶ୍ରୁ ହେଉଛି କିଏ କାହାଠାରୁ ବିଚ୍ଛେଦ ହୋଇଗଲେ ଯେଉଁ ଆଖିରୁ ଲୁହ ଝରେ ତାକୁ ବିରହ ଅଶ୍ରୁ କୁହାଯାଏ। ବେଦନା ଅଶ୍ରୁ ଛାତିକି ଆଘାତ ଲାଗିଲେ କଷ୍ଟରେ ଆଖିରେ ଯେଉଁ ଲୁହ ଝରେ ତାକୁ କୁହାଯାଏ ବେଦନା ଅଶ୍ରୁ। ବନ୍ଦନା ଅଶ୍ରୁ ଈଶ୍ୱରଙ୍କ ପାଇଁ ଖୁସିରେ ଯେଉଁ ଲୁହ ଆଖିରୁ ଝରେ ତାକୁ ବନ୍ଦନା ଅଶ୍ରୁ କହନ୍ତି। କିନ୍ତୁ ଯେତେବେଳେ ବାପାର ଆଶୀର୍ବାଦ ରହେ ପିଲା ଉପରେ, ସେ ପିଲାଟି ବଡ଼ ହୁଏ, ଦୁନିଆରେ ନାଁ କରେ। ଦେଖନ୍ତୁ, ଯେତେବେଳେ ଦେଖିବେ ବାପା ଆଖିରେ ଲୁହଟେ ବହୁଛି, ଜାଣିବେ ଯେ ତା ଉତ୍ତରାଧିକାରୀ ଚାଲିଯାଇଛି। ଯେତେବେଳେ ପିଲାଟିଏ କାନ୍ଦୁଛି, ସେତେବେଳେ ଭାବିବେ ତା ମୁଣ୍ଡ ଉପରୁ ହାତଟା ଚାଲିଯାଇଛି। ଯେତେବେଳେ ଗୋଟେ ଭଉଣୀ ଆଖିରୁ ଲୁହ ବହୁଛି, ସେତେବେଳେ ଜାଣିବେ ତାର ଆଖି ବନ୍ଧା ହାତଟା ତା ପାଇଁ ହଜିଯାଇଛି। ଯେତେବେଳେ ଗାଁଟା କାନ୍ଦେ, ସେତେବେଳେ ଭାବିବେ ଜଣେ ଭଲ ମଣିଷ, ଜଣେ ସୁପୁରୁଷ ସେ ଗାଁରୁ ଚାଲିଯାଇଛି। ଜୟ ଜଗନ୍ନାଥ।